এই দুনিয়ার ସବୁଠାରୁ ଶକ୍ତିଶାଳୀ ଜିନିଷ ହେଉଛି ବୀର୍ଯ୍ୟ। ଏହି ବୀର୍ଯ୍ୟ ବିନା କୌଣସି ବି ପ୍ରାଣୀ ବଞ୍ଚିପାରି ନାହାନ୍ତି, କାହିଁକି ନା ବୀର୍ଯ୍ୟ ହିଁ ଅଟେ ଜୀବନୀ ଶକ୍ତି। ଏହି ବୀର୍ଯ୍ୟ ଶକ୍ତି ବଳରେ ପରଶୁରାମ ଏହି ପୃଥିବୀକୁ 21 ଥର କ୍ଷତ୍ରିୟ ଶୂନ୍ୟ କରିଦେଇଥିଲେ। ଏହି ବୀର୍ଯ୍ୟ ଶକ୍ତି ବଳରେ ଦସ୍ୟୁ ରତ୍ନାକର ଭଳି ଜଣେ ପାପୀ ବାଲ୍ମୀକି ହୋଇ କାଳଜୟୀ ରାମାୟଣ ରଚନା କରିପାରିଥିଲେ। ଏହି ବୀର୍ଯ୍ୟ ଶକ୍ତି ବଳରେ ବୀର ଲକ୍ଷ୍ମଣ ମହାଯୋଦ୍ଧା ଇନ୍ଦ୍ରଜିତଙ୍କୁ ବଦ୍ଧ କରିପାରିଥିଲେ। ଏହି ବୀର୍ଯ୍ୟ ଶକ୍ତି ବଳରେ ମହାବୀର ହନୁମାନ ସୁବର୍ଣ୍ଣ ଲଙ୍କାକୁ ମଧ୍ୟ ଜାଳି ଦେଇଥିଲେ। ଏହି ବୀର୍ଯ୍ୟ ଶକ୍ତି ବଳରେ ପ୍ରଫେସର ରାମ ମୂର୍ତ୍ତି ନିଜ ଛାତିରେ ପଥର ଭାଙ୍ଗି ଦେଇଥିଲେ। ଏହି ବୀର୍ଯ୍ୟ ଶକ୍ତି ବଳରେ ସ୍ୱାମୀ ବିବେକାନନ୍ଦ ସାରା ଜଗତକୁ ନିଜର କରିପାରିଥିଲେ। ଦେଖନ୍ତୁ, 800 ଗ୍ରାମ ରକ୍ତରୁ ମାତ୍ର 15ରୁ 20 ଗ୍ରାମ ବୀର୍ଯ୍ୟ ତିଆରି ହୋଇଥାଏ। ଆଉ ଏହି 15ରୁ 20 ଗ୍ରାମ ବୀର୍ଯ୍ୟକୁ ତିଆରି ହେବା ପାଇଁ ଦୀର୍ଘ 30 ଦିନ ଏବଂ 8 ଘଣ୍ଟାର ସମୟ ଲାଗିଥାଏ। ଏଥିରୁ ଆପଣ ଭାବି ଦେଖନ୍ତୁ ଯେ ଯେଉଁ ବୀର୍ଯ୍ୟକୁ ତିଆରି ହେବା ପାଇଁ ମାସ ମାସ ସମୟ ଲାଗୁଛି, ସେହି ବୀର୍ଯ୍ୟକୁ ଆଜିର ଯୁବପିଢ଼ି 2 ମିନିଟର ସୁଖ ପାଇବା ପାଇଁ ନଷ୍ଟ କରି ଦେଉଛନ୍ତି। କ'ଣ ଏଇଟା ବୁଦ୍ଧିମାନ କାମ କି? ନା, ଜମା ବି ନୁହେଁ। ଯଦି ଗୋଟିଏ ବୁନ୍ଦା ବୀର୍ଯ୍ୟରୁ ଗୋଟିଏ ସନ୍ତାନର ଉତ୍ପତ୍ତି ହୋଇପାରୁଛି, ତେବେ ଏହି ବୀର୍ଯ୍ୟର ଶକ୍ତି କେତେ ହୋଇଥିବ ଆପଣ ଭାବି ଦେଖନ୍ତୁ। ପୁଣି ଏହି ଗୋଟିଏ ବୁନ୍ଦା ବୀର୍ଯ୍ୟର ଶକ୍ତି ଏତେ ଅଧିକ, ଯାହା ଆମ ମାଇଣ୍ଡକୁ ପଥର ଭଳି ଷ୍ଟ୍ରଙ୍ଗ କରି ଦେଇଥାଏ। ଏହି ବୀର୍ଯ୍ୟ ଶକ୍ତି ବଳରେ କେତେ ଯୋଦ୍ଧା ଆଉ ମହାଯୋଦ୍ଧା ବଡ଼ ବଡ଼ ଯୁଦ୍ଧ ମଧ୍ୟ ଜିତି ଯାଇଛନ୍ତି। କିନ୍ତୁ ଏହି ବୀର୍ଯ୍ୟ ଶକ୍ତିକୁ ନଷ୍ଟ କରିବା ଦ୍ୱାରା କେତେ ରାଜା ଆଉ ମହାରାଜା ନିଜ ହାତରୁ ନିଜର ସାମ୍ରାଜ୍ୟକୁ ହରେଇ ବସିଛନ୍ତି। ଗୋଟିଏ ଫୁଲରୁ ରସ ଶୁଖିଯିବା ପରେ ଫୁଲ ଯେମିତି ଝାଉଁଳି ଯାଇ ମରିଯାଏ, ଠିକ୍ ସେମିତି ମଣିଷ ଦେହରୁ ବୀର୍ଯ୍ୟ ଶକ୍ତି ସରିଗଲେ ମଣିଷ ମଧ୍ୟ ଦୁର୍ବଳ ହୋଇ ମୃତ୍ୟୁବରଣ କରେ। ବୀର୍ଯ୍ୟ ବିହୁନେ ପ୍ରାଣନାଶ ଏବଂ ବୀର୍ଯ୍ୟ ବହୁଳେ ବଢ଼େ ଯଶ। ମୋ କଥାକୁ ଯଦି ଆପଣ ଅବିଶ୍ୱାସ କରନ୍ତି, ତେବେ ଆଉ କ'ଣ କରାଯାଇପାରିବ? କେବଳ ଇତିହାସ ପୃଷ୍ଠା ହିଁ ଆପଣଙ୍କୁ ବଦଳେଇ ପାରିବ। ଯଦି ଏହି ଭିଡ଼ିଓ ଭଲ ଲାଗିଥାଏ, ତେବେ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଆପଣ ବ୍ରହ୍ମଚର୍ଯ୍ୟ ପାଳନ କରି ନିଜ ଜୀବନକୁ ବଦଳାଇବାକୁ ଚାହୁଁଛନ୍ତି, ତାହେଲେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।